ଦେଖନ୍ତୁ ଆମେ ଯୋଉଠି ଅଛୁ ଶୈଳଶ୍ରୀ ବିହାରରେ ଅଛୁ ଯୋଉଠି ରେଡ୍ ଚାଲିଛି ଏବଂ ଆପଣ ମାନେ ଦେଖୁଥିବେ ଯେ ଭିଜିଲାନ୍ସ ଟିମ୍ ଆସିକି ରେଡ୍ ଚଲେଇଛି ଏବଂ ସମସ୍ତ ଯୋଉ ଆୟ ବହିର୍ଭୂତ ସମ୍ପତ୍ତିର ଆକଳନ ଚାଲିଛି ବର୍ତ୍ତମାନ ସୁଦ୍ଧା ଯାହା ଭିଜିଲାନ୍ସ ପକ୍ଷରୁ ଦିଆଯାଉଛି ପ୍ରେସ୍ ନୋଟ୍ ଦିଆଯାଉଛି ଏବେ ସୁଦ୍ଧା ଯଦି ଦେଖିବା ଯେ ଗୋଟିଏ 3 ମହଲା ବିଶିଷ୍ଟ ବିଲ୍ଡିଂ ରହିଛି ମହାନଦୀ ବିହାର ନୟା ବଜାରରେ ସେଇଭଳି ଭାବେ ଗୋଟିଏ ଯୋଉ ରହିଛି ଡବଲ ଷ୍ଟୋର ବିଲ୍ଡିଂ ରହିଛି ଧର୍ମଶାଳା ଯାଜପୁରରେ ସେଇଭଳି ଭାବେ ଯୋଉ 3 BHK ର ଫ୍ଲାଟ ନମ୍ବର 103 ଯୋଉ ଅମୃତା ଆଳୟମ ଏଠି ଯୋଉଠି ବର୍ତ୍ତମାନ ରେଡ୍ ଚାଲିଛି ଚନ୍ଦ୍ରଶେଖରପୁର ଯୋଉ ଶୈଳଶ୍ରୀ ବିହାରରେ ସେଇଭଳି ଭାବେ ଆଉ ଗୋଟିଏ ଯୋଉ ରହିଛି 3 BHK ଫ୍ଲାଟ 201 ନମ୍ବର ଟାୱାରରେ ରହିଛି ମେଟ୍ରୋ ଗ୍ରୀନ ଉଡ୍ସ ଯୋଉ ପାଟପୁର ବାରଙ୍ଗ କଟକରେ ରହିଛି ଏବଂ 10ଟି ପ୍ଲଟ ରହିଛି 7ଟି ପ୍ଲଟ ରହିଛି ପ୍ରାଇମ ଏରିଆ ଭୁବନେଶ୍ୱରର ପ୍ରାଇମ ଏରିଆରେ ରହିଛି ଏବଂ କଟକରେ ଆଉ 3ଟି ପ୍ଲଟ ରହିଛି ଏବଂ ତାପରେ ଆମେ ଯଦି ଦେଖିବା ବର୍ତ୍ତମାନ ସୁଦ୍ଧା ଯଦି ଚିନ୍ତା କରିବା ଇଏ 10ଟି ପ୍ଲଟ ବାଦ ଅନେକ ଗୁଡ଼ିଏ ଯୋଉ ରହିଛି ବ୍ୟାଙ୍କ ଜମା ଠାରୁ ଆରମ୍ଭ କରିକି ଯୋଉ ରହିଛି ଫିକ୍ସ ଡିପୋଜିଟ୍ ଏବଂ ଇନ୍ସୁରାନ୍ସ ଏମିତି ଅନେକ କିଛି ବର୍ତ୍ତମାନ ଭିଜିଲାନ୍ସ ହାତରେ ଲାଗିଛି ତା ବର୍ତ୍ତମାନ ଗୋଟିଏ 4 ହ୍ୱିଲର ରହିଛି ଏବଂ 2ଟି 2 ହ୍ୱିଲର ରହିଛି ଇଏ ବର୍ତ୍ତମାନ ଭିଜିଲାନ୍ସର ଯୋଉ ଚଢ଼ଉ ଜାରି ରହିଛି ଯେତେବେଳେ ଇଏ ଜାରି ରହିଛି ଚଢ଼ଉ ଜାରି ରହିଛି ଧୀରେ ଧୀରେ ଆୟ ବହିର୍ଭୂତ ସମ୍ପତ୍ତି ନେଇକି କେତେ ଆୟ ବହିର୍ଭୂତ ସମ୍ପତ୍ତି ରହିଛି କେତେ ପ୍ରତିଶତ ତାର ହିସାବ ଖୁବ୍ ଶୀଘ୍ର ଆସିବ କିନ୍ତୁ ଇଏ ଯୋଉ ଚଢ଼ଉ ଦେଖୁଛନ୍ତି ଦେଖିବେ ଆପଣ ଯଦି ଦେଖିବେ ଯେ ଘରେ ଯେତେବେଳେ ଚଢ଼ଉ କରାଯାଉଛି ଏଇଠି ହିଁ ଯୋଉ ରହୁଛନ୍ତି ଯୋଉ ଚଢ଼ଉ ଚାଲିଛି ତେଣୁ ତାଙ୍କର ଇଏ ବାସଭବନରେ ବିଶେଷ କରି ଫୋକସ୍ ଦିଆଯାଉଛି କାରଣ ଏଇଠି ସବୁ ର ଯେତେବେଳେ କାଗଜ ଯୋଉ ରହିଛି ସର୍ଭିସ ବୁକ୍ ଠାରୁ ଆରମ୍ଭ କରିକି ଯୋଉ ରହିଛି ଡିପୋଜିଟ୍ ଠାରୁ ଆରମ୍ଭ କରିକି ସବୁ କିଛି ର ହିସାବ ଏଇଠି ଯୋଉ ରହିଛି ଭିଜିଲାନ୍ସ ପକ୍ଷରୁ ସର୍ଚ୍ଚ କରାଯାଉଛି ଏବଂ ପୂର୍ବରୁ ଯେତେବେଳେ ଦେଖିବା ଏକାଧିକ ଯେତେବେଳେ ଯୋଉ ରହିଛି ଅଭିଯୋଗ ଆସିଥିଲା ଏକାଧିକ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଇଏ ସର୍ଚ୍ଚ ଯେତେବେଳେ ଆଲିଗେସନ ଆସିଥିଲା ଯେ ତାଙ୍କର ଆୟ ବହିର୍ଭୂତ ସମ୍ପତ୍ତି ରହିଛି ତା ପରବର୍ତ୍ତୀ ସମୟରେ ସରୋଜକାନ୍ତ ମହାନ୍ତିଙ୍କ ଘରେ ଇଏ ଚଢ଼ଉ କରାଯାଇଛି ଯୋଉ ଚଢ଼ଉରେ ଆମେ ଯଦି ଦେଖିବା ଯେ 10 ଜଣ ଡିଏସ୍ପି ସାମିଲ ଅଛନ୍ତି 6 ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି ଏବଂ ଅନ୍ୟାନ୍ୟ ଯୋଉ ଷ୍ଟାଫ ମଧ୍ୟ ସାମିଲ ଅଛନ୍ତି ତେଣୁ ବର୍ତ୍ତମାନ ସୁଦ୍ଧା ଯାହା ଚିତ୍ର ଇଏ ଚଢ଼ଉ ଜାରି ରହିଛି ଦେଖନ୍ତୁ ଏବେ ସୁଦ୍ଧା ତାଙ୍କ ଚାକିରି କାଳ ସମ୍ବନ୍ଧରେ ସବିଶେଷ ତଥ୍ୟ ଆସିପାରି ନାହିଁ ସର୍ଭିସ ବୁକ୍ ଠାରୁ ଆରମ୍ଭ କରିକି ସବୁକିଛି ଯାଞ୍ଚ ଚାଲିଛି ପରବର୍ତ୍ତୀ ସମୟରେ ଜଣାପଡ଼ିବ ଯେ କୋଉ ଜାଗାରେ ସେ କାମ କରିଛନ୍ତି ଏବଂ ତା ପରବର୍ତ୍ତୀ ସମୟରେ କେତେ ଦିନ ଧରିକି ଇଡ୍କୋର ସିଜିଏମ୍ ଭାବେ କାମ କରୁଛନ୍ତି ଏବଂ କ'ଣ ପର୍ଟିକୁଲାର ଯୋଉ ଆଲିଗେସନ ତାଙ୍କ ବିରୁଦ୍ଧରେ ରହିଛି ଆୟ ବହିର୍ଭୂତ ସମ୍ପତ୍ତି ନେଇକି କୋର୍ଟର ଡାଇରେକ୍ସନ ଅଛି ନା ଯୋଉ ରହିଛି ପିଟିସନ ଫାଇଲ ପରେ ତାଙ୍କ ଯୋଉ ରହିଛି ଆୟ ବହିର୍ଭୂତ ସମ୍ପତ୍ତି ଉପରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଉଛି ଇଏ ସମ୍ପର୍କରେ ଯଦି ଦେଖିବା ଯେ ଯୋଉ ରହିଛି ଯେ ଯାହା ସୂଚନା ଦିଆଯାଇଛି ଭିଜିଲାନ୍ସ ପକ୍ଷରୁ ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ପକ୍ଷରୁ ହିଁ ଯୋଉ ରହିଛି ଯେ ଯୋଉ ସର୍ଚ୍ଚ ଅପରେସନ ପାଇଁ ଦିଆଯାଇଛି ଯେତେବେଳେ ଅର୍ଡର ଦିଆଯାଇଛି ସେ ଅର୍ଡରକୁ କ୍ୟାରି ଆଉଟ୍ କରିବା ପରେ ହିଁ ଇଏ ଯୋଉ ରହିଛି ଚଢ଼ଉ ଜାରି ରହିଛି ଖୁବ୍ ଶୀଘ୍ର ସବିଶେଷ ତଥ୍ୟ ତାଙ୍କ ଚାକିରି କାର୍ଯ୍ୟକାଳ ଠାରୁ ଆରମ୍ଭ କରିକି କେତେ ଯୋଉ ଆଇଟି ରିଟର୍ଣ୍ଣ କରୁଛନ୍ତି ଆୟ ବହିର୍ଭୂତ ସମ୍ପତ୍ତି କେତେ ପ୍ରତିଶତ ରହିଛି ସବୁ କିଛି ତଥ୍ୟ ଖୁବ୍ ଶୀଘ୍ର ଭିଜିଲାନ୍ସ ପକ୍ଷରୁ ଦିଆଯିବ ନାଇଁ ଦେଖନ୍ତୁ ବର୍ତ୍ତମାନ ସୁଦ୍ଧା ଏ ସମ୍ବନ୍ଧରେ ସରୋଜକାନ୍ତଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ଯେହେତୁ ଭିଜିଲାନ୍ସଙ୍କର ଯୋଉ ରହିଛି ଚାଲିଛି ଚଢ଼ଉ ଜାରି ରହିଛି ଚଢ଼ଉ ଜାରି ରହିବା ପରେ ଜଣାପଡ଼ିବ ଯେ ସରୋଜକାନ୍ତଙ୍କ ଉପରେ କ'ଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି କିମ୍ବା ତାଙ୍କର ପ୍ରତିକ୍ରିୟାରୁ ମଧ୍ୟ ଜଣାପଡ଼ିବ ଯେ ବାସ୍ତବିକରେ ତାଙ୍କର ଆୟ ବହିର୍ଭୂତ ସମ୍ପତ୍ତି ନେଇ ଯୋଉ ଅଭିଯୋଗ ଆସିଛି ତା ସତ୍ୟତା ରହିଛି ନା କୌଣସି ମିଥ୍ୟା ଅଭିଯୋଗ ହୋଇଛି।